ରାମ, ଲକ୍ଷ୍ମଣ ଓ ସୀତା ପଞ୍ଚବଟୀ ବନରେ କୁଟୀର କରି ରହୁଥାନ୍ତି। ସେମାନଙ୍କର ଦିନଗୁଡ଼ିକ ଶାନ୍ତି ଓ ଆନନ୍ଦରେ କଟୁଥାଏ। ତିନିହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ରାକ୍ଷସ ରାଜା ରାବଣର ଭଉଣୀ ଶୂର୍ପଣଖା ପଞ୍ଚବଟୀରେ ଅପମାନିତ ହେଲା। ସେ କ୍ରୋଧରେ ରାବଣ ପାଖକୁ ଯାଇ ସୀତାଙ୍କ ସୁନ୍ଦରତା ବିଷୟରେ କହିଲା। ରାବଣର ମନରେ ଖରାପ ଚିନ୍ତା ପଶିଲା। ରାବଣ ମାରିଚ ନାମକ ଏକ ମାୟାବୀ ରାକ୍ଷସକୁ ଡାକିଲା। ସେ ମାରିଚକୁ ଏକ ସୁନ୍ଦର ସୁବର୍ଣ୍ଣ ମୃଗର ରୂପ ଧାରଣ କରିବାକୁ ଆଦେଶ ଦେଲା, ଯାହାକି ସୀତାଙ୍କୁ ଆକର୍ଷିତ କରିବ। ସୁବର୍ଣ୍ଣ ମୃଗଟି ଉଜ୍ଜ୍ୱଳ ଆଲୋକରେ ଝଲସି ଉଠୁଥିଲା। ତାହା କୁଟୀରର ବାଡ଼ ପାଖରେ ଘାସ ଖାଉଥିବାର ଦେଖି ସୀତାଙ୍କ ମନ ଖୁସିରେ ନାଚି ଉଠିଲା। ସେ ରାମଙ୍କୁ କହିଲେ, ଦେଖନ୍ତୁ, ଏହି ମୃଗଟି କେତେ ସୁନ୍ଦର, ଏହାକୁ ଧରି ଆଣନ୍ତୁ। ସୀତାଙ୍କ କଥାରେ ରାମ ମୃଗକୁ ଧରିବା ପାଇଁ ତାଙ୍କ ପଛରେ ଦୌଡ଼ିଲେ। ସେ ଲକ୍ଷ୍ମଣଙ୍କୁ କୁଟୀର ପାଖରେ ସୀତାଙ୍କୁ ଜଗି ରହିବା ପାଇଁ କହିଗଲେ। ମୃଗଟି ରାମଙ୍କୁ ବହୁତ ଦୂର ଜଙ୍ଗଲ ଭିତରକୁ ନେଇଗଲା। ମୃଗରୂପୀ ମାରିଚକୁ ଶେଷରେ ରାମଙ୍କ ବାଣ ବାଜିଲା। ମରିବା ପୂର୍ବରୁ ସେ ରାମଙ୍କ ସ୍ୱରରେ "ହା ଲକ୍ଷ୍ମଣ, ହା ସୀତା" ବୋଲି ଜୋରରେ ଚିତ୍କାର କଲା। ଶବ୍ଦଟି କୁଟୀର ପର୍ଯ୍ୟନ୍ତ ଶୁଭିଲା। କୁଟୀରରେ ଥିବା ସୀତା ଏହି କରୁଣ ଚିତ୍କାର ଶୁଣିଲେ। ସେ ଡରିଯାଇ ଲକ୍ଷ୍ମଣଙ୍କୁ କହିଲେ, ତୁମ ଭାଇ ବିପଦରେ ଅଛନ୍ତି, ତୁମେ ଶୀଘ୍ର ତାଙ୍କୁ ସାହାଯ୍ୟ କରିବାକୁ ଯାଅ। ତୁମେ ଏଠାରେ କାହିଁକି ଠିଆ ହୋଇଛ? ଲକ୍ଷ୍ମଣ ଜାଣିଥିଲେ ଯେ ଏହା ଏକ ମାୟା, କିନ୍ତୁ ସୀତାଙ୍କ କଥାରେ ସେ ବାଧ୍ୟ ହୋଇଗଲେ। ଯିବା ପୂର୍ବରୁ ସେ କୁଟୀର ଚାରିପଟେ ଏକ ଯାଦୁକରୀ ରେଖା ଟାଣିଦେଲେ, ଯାହାର ନାମ ଲକ୍ଷ୍ମଣ ରେଖା। କିଛି ସମୟ ପରେ ରାବଣ ଜଣେ ସାଧୁ ବେଶରେ କୁଟୀର ପାଖରେ ଆସି ଠିଆ ହେଲା। ସେ ସୀତାଙ୍କୁ ଭିକ୍ଷା ମାଗିଲା। ସୀତା ତାଙ୍କୁ ଦାନ ଦେବାକୁ ଚାହିଁଲେ, କିନ୍ତୁ ସାଧୁ କହିଲା, ମୁଁ ଏହି ରେଖା ଭିତରୁ ଭିକ୍ଷା ନେବି ନାହିଁ। ସୀତା ଯେମିତି ଲକ୍ଷ୍ମଣ ରେଖା ପାର ହୋଇଛନ୍ତି, ରାବଣ ତାର ପ୍ରକୃତ ରୂପ ଦେଖାଇଲା। ସେ ଜବରଦସ୍ତ ସୀତାଙ୍କୁ ନିଜ କାନ୍ଧରେ ନେଇ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ଲଙ୍କାକୁ ଉଡ଼ିଗଲା।